जय जगन्नाथ वेलकम टू आदित्य एकेडमी। তুমি অলরেডি জাଣିଛ ଓପିଏସସି ଗୋଟେ ନ୍ୟୁଜ୍ ତୁମମାନଙ୍କୁ ଦେଇଛି ବା ଗୋଟେ ଅପଡେଟ୍ କରିଛି ଯୋଉଟା କି ତୁମମାନଙ୍କର ଯୋଉ ଏଜ୍ ଲିମିଟ୍ ଥିଲା ବା ତୁମେ କହିପାରିବ ଯୋଉ ଏଜ୍ ଲିମିଟ୍ ଅନୁଯାୟୀ ଯୋଉ ଆମେ ଏକ୍ସାମ୍ ପାଇଁ ଆଟେମ୍ପ ଦେଇଥାଉ, ଯେମିତି ଜେନେରାଲ ପିଲା 6 ଟାଇମ୍ ଆଟେମ୍ପ ଥାଏ। ତ ଏଇ ଯୋଉ ଆଟେମ୍ପ ଥାଏ ବର୍ତ୍ତମାନ ସେ ଆଟେମ୍ପକୁ ଆବଲାଇଜ୍ କରିଦିଆଯାଇଛି ବା ଡିଲିଟ୍ କରିଦିଆଯାଇଛି। ଦ୍ୟାଟ୍ ମିନ୍ସ ଯେଉଁମାନଙ୍କର ଏଜ୍ ଯେତିକି ସେ ସେଇ ପର୍ଯ୍ୟନ୍ତ ଏକ୍ସାମ୍ ଦେଇପାରିବେ। ଯେମିତି ଗୋଟେ ଜେନେରାଲ ପିଲା 21 ବର୍ଷରୁ 42 ବର୍ଷ ପର୍ଯ୍ୟନ୍ତ ସେ ଏକ୍ସାମ୍ ଦେଇପାରିବ, ଯେତେ ଥର ଦେଇପାରିବ, ମାନେ କିଛି ମ୍ୟାଟର ନାହିଁ। ସେମିତି ଜଣେ ଓମେନ୍ କାଟାଗୋରୀ, ଓମେନ୍ରେ 21ରୁ 47 ପର୍ଯ୍ୟନ୍ତ ଅଛି। ସେ ପୋଷ୍ଟ ମାନେ ଓମେନ୍ ମାନେ ସେ ଯାହା ବି ହେଇଥାଉ, ମାନେ ଏସି ହଉ, ଏସଟି ହଉ, ଜେନେରାଲ ହଉ, ଓବିସି ହଉ, ଯାହା ବି ହଉ, ସେ 47 ପର୍ଯ୍ୟନ୍ତ ଏକ୍ସାମ୍ ଦବ। ମାନେ ଯୋଉଟା କି ତୁମମାନଙ୍କର ଓମେନ୍ କାଟାଗୋରୀ ଅନୁଯାୟୀ। ତାପରେ ଆସିଲା କି ସେ ନା ଯୋଉମାନେ ଏସି ଏସଟି ରହୁଛନ୍ତି, ଏସି ମାନେ ତୁମର ଓବିସି ରହୁଛନ୍ତି ବା ତୁମର ଏସି ବିସି ରହୁଛନ୍ତି, ସେମାନଙ୍କର 21ରୁ 47 ପର୍ଯ୍ୟନ୍ତ। ତ ଆରାମସେ ସେମାନେ 47 ପର୍ଯ୍ୟନ୍ତ ଏକ୍ସାମ୍ ଦେଇପାରିବେ, କୌଣସି ପ୍ରକାର ଇସ୍ୟୁ ନାହିଁ। ତ ଏବେ କ୍ୱେଶ୍ଚିନ୍ ଆସୁଛି, ଏହା କେତେ ଦୂର ଇଫେକ୍ଟେବୁଲ ହବ ଆଉ ଏକ୍ସାମ୍ଟା ବର୍ତ୍ତମାନ କେମିତି ରହିବ? ମୋର ଆଜ୍ ପର୍ ମାଇ ଓପିନିଅନ ଯଦି ମୁଁ କହିବି, ବର୍ତ୍ତମାନ ଏକ୍ସାମ୍ ଟପ୍ ଲେବୁଲ ହେଇଯିବ। କାହିଁକି ଟପ୍ ଲେବୁଲ ହବ ସେ ବିଷୟରେ କହିବି। ତାପରେ ଫୁଲ୍ 1 ଇୟରର ତୁମର ପ୍ଲାନିଂ କ'ଣ ରହିବା ଦରକାର ସେଟା ବତେଇବି। ଆଉ କୋଉ ଭଳି ତୁମେ ପ୍ରିପାରେସନ କରିବା ଦରକାର ସେ ବିଷୟରେ ବି କହିବି। କାହିଁକି ନା ତୁମେ ଜାଣିଥିବ ଲାଷ୍ଟ 4 ରୁ 5 ବର୍ଷ ଭିତରେ ବହୁତ ସାରା ଅଫିସର ଅଛନ୍ତି ଯୋଉମାନେ ଓଏସ୍ ଏକ୍ସାମ୍ କ୍ଲିୟର କରିଛନ୍ତି ଲାଷ୍ଟ ଆଟେମ୍ପ୍ଟରେ। ଯେହେତୁ ଲାଷ୍ଟ ଆଟେମ୍ପ୍ଟରେ କ୍ଲିୟର କରିଛନ୍ତି, କୋଉମାନେ ଓଏଫଏସ୍ ରେ ଅଛନ୍ତି, କୋଉମାନେ ଅଲଗା ଅଲଗା ପୋଷ୍ଟରେ ଅଛନ୍ତି, କିନ୍ତୁ ଓଏସ୍ ପୋଷ୍ଟରେ ନାହାନ୍ତି। ତ ସେମାନଙ୍କର ଟାର୍ଗେଟ ରହିବ ପ୍ରତ୍ୟେକ ବର୍ଷ ଆପ୍ଲାଏ କରିବା ପାଇଁ। କ'ଣ ପାଇଁ ନା ଯେହେତୁ ଏ ବର୍ଷ ତୁମମାନଙ୍କର ଓଏସ୍ ପୋଷ୍ଟ ଅଧିକ ଆସୁଛି, ଯେହେତୁ ଓଏସ୍ ପୋଷ୍ଟ ତୁମର ଏଥର ଅଧିକ ଆସୁଛି, ତ ସେଥିପାଇଁ ସେମାନେ ଟ୍ରାଏ କରିବେ କ'ଣ ନା ଏ ବର୍ଷ ଫର୍ମ ଫିଲ୍ଅପ୍ କରିବା ପାଇଁ। ତ ଏଇ ହିସାବରେ ତାପରେ ଯୋଉମାନେ ଏକ୍ସଟ୍ରା ଆଟେମ୍ପ ପିଲା ଥିଲେ, ହାରାହାରି 20ରୁ 30 ହଜାର ପିଲା, ସେମାନେ ଏଥର ଜଏନ୍ କରିଯିବେ। ତ ଯୋଉଟା କି ଦେଖାଯାଉଛି ଏଥର ଗୋଟେ ଟପ୍ ମୋଷ୍ଟ ଏକ୍ସାମ୍ ହବାକୁ ଯାଉଛି, ଫୁଲ୍ କମ୍ପିଟେଟିଭ ଏକ୍ସାମ୍ ହବାକୁ ଯାଉଛି, କ୍ୱାଲିଟେବୁଲ କମ୍ପିଟେଟିଭ। ତା ଅର୍ଥ ନୁହେଁ ମାନେ କ୍ୱାଲିଟି ନାଇଟ୍, କ୍ୱାଲିଟେବୁଲ କମ୍ପିଟିସନ ହବାକୁ ଯାଉଛି। ତ ଆମର ଯଦି ପ୍ଲାନିଂ ଆଉ ଆମର ଯଦି ସେଇଭଳି ଭିଜନ ନ ରହିବ, ତାହେଲେ ଆମେ ଏକ୍ସାମ୍କୁ କ୍ଲିୟର କରିବା ଟୁ ମଚ୍ ଡିଫିକଲ୍ଟ ହେଇଯିବ। ତାହେଲେ ପ୍ଲାନିଂ କ'ଣ? ଏଇ ଗୋଟିଏ ପ୍ଲାନିଂ ଅପ୍ ଟୁ ଏକ୍ସାମ୍ ଲାଷ୍ଟ ପର୍ଯ୍ୟନ୍ତ। ଏ ପ୍ଲାନିଂରେ କୌଣସି ଚେଞ୍ଜ କରିବନି, ଡେଫିନେଟଲି ଗୋଟେ ଷ୍ଟୁଡେଣ୍ଟ ଏକ୍ସାମ୍କୁ ଆରାମସେ କ୍ଲିୟର କରିବ। ଦେଖ, ବର୍ତ୍ତମାନ ମୁଁ ଅଗଷ୍ଟ 16ରେ ଅଛି। ବାସ୍ ମୋର ଏଇଆ ଆଡଭାଇସ୍ ରହିବ ଅପ୍ ଟୁ ନଭେମ୍ବର 1 ତାରିଖ ପର୍ଯ୍ୟନ୍ତ। ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର, ଆପ୍ରୋକ୍ସିମେଟଲି 3 ମନ୍ଥ ପାଖାପାଖି ହେଇଯାଉଛି। ଯେତିକି ବି ତମ ଭିତରେ ଟାଇମ୍ ଅଛି, ଆକୁ କେବଳ ମେନ୍ ପାଇଁ ପ୍ରିପାରେସନ କର। କ'ଣ ପାଇଁ? ମେନ୍। ତା ସହିତ ଅପସନାଲ। ଦେଖ, ବର୍ତ୍ତମାନ ବହୁତ ସାରା ଟିଚର ବହୁତ ସାରା ଭିଡ଼ିଓ ପ୍ରିଲିମ୍ ଓରିଏଣ୍ଟେଡ୍ ଆଣିବେ, ଏନସିଆରଟି ଓରିଏଣ୍ଟେଡ୍ ଆଣିବେ। ବାସ୍ ଛୋଟ ରିକ୍ୱେଷ୍ଟ, ତୁମେ ସେମିତି ଯିବାର ନାହିଁ। ପ୍ରପର ପ୍ଲାନିଂ ସହିତ ଯିବ, ତାହେଲେ ତୁମେ ସକ୍ସେସ୍ ପାଇବ। ମେନ୍ର ମାନେ କୋଉ ପେପର? ତୁମର GS1, GS2, ତୁମର GS3, ତୁମମାନଙ୍କର GS4। କାହିଁକି ନା ତୁମେ ଯଦି ଏବେଠାରୁ ମେନ୍ ନ ପଢିବ, ଆଫ୍ଟର ପ୍ରିଲିମ୍ ଏକ୍ସାମ୍ ପରେ ସଫିସିଏଣ୍ଟ ଟାଇମ୍ ହବନି ମେନ୍କୁ ପଢି ନୋଟ୍ କରି ଆନ୍ସର ରାଇଟ୍ ପ୍ରାକ୍ଟିସ୍ କରିବା ପାଇଁ। କାହିଁକି ନା ତୁମେ ସେଇ ପିଲାଙ୍କ ସହିତ କମ୍ପିଟିସନ କରୁଛ ଯୋଉମାନେ ୱେଲ୍ ଟ୍ୟାଲେଣ୍ଟେଡ୍, ୱେଲ୍ ମାନେ ଯୋଉମାନେ 1-2 ମାର୍କରେ କଟିଛନ୍ତି, କିମ୍ବା ଯୋଉମାନେ ସକ୍ସେସ୍ ଅଲରେଡି ପାଇଛନ୍ତି, ମାନେ ଅଲରେଡି ସେଇମାନଙ୍କ ସହିତ ତୁମେ କମ୍ପିଟିସନ କରୁଛ। ତମ ପ୍ଲାନିଂଟା ସେଇଭଳି ହେବା ଦରକାର। GS1ର କମ୍ପ୍ଲିଟଲି ଥିଓରି, ତା ସହିତ ଧରକର ତୁମେ GS1ର ଗୋଟେ ଆର୍ଟ ଆଣ୍ଡ କଲଚର ରହିଛି, ଆର୍ଟ ଆଣ୍ଡ କଲଚର ଟପିକ୍ ତମେ ପଢିଗଲ, ତାକୁ ନେଇକି 2ଟା ଲଙ୍ଗ କୋଶ୍ଚିନ୍, ଯୋଉଟା କି ଆମର ଯୋଉ ନୂଆ ବ୍ୟାଚ୍ ଷ୍ଟାର୍ଟ ହେଇଛି, ଯୋଉଥିରେ ମୁଁ ସେଇ ଫର୍ମାଟରେ ପଢୁଛି। ମାନେ ଯାହାବି ଏଇ ଟିକେ ଖାଲି ତମକୁ କହିଦଉଛି, ଯୋଉମାନେ ଜଏନ୍ କରିଛ ଆଦିତ୍ୟ ଏକାଡେମୀ ଆପ୍ଲିକେସନରେ, ଯୋଉଟା କି ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିବ ଆଦିତ୍ୟ ଏକାଡେମୀ ଆପ୍ଲିକେସନ, ସେଇଥିରେ ତୁମକୁ ଏଇ ଫର୍ମାଟରେ ପଢା ହଉଛି, ବୋଥ ଓଡ଼ିଆ ମିଡିୟମରେ ଆଉ ଇଂଲିଶ ମିଡିୟମରେ। ତୁମେ ଦେଖିପାରୁଥିବ କେମିତି ମେନ୍ ପଢା ହଉଛି। ସପୋଜ ତୁମେ ମେନ୍ର GS1କୁ ଗଲ, ଦେଖ GS1ରେ ତମକୁ ହେରିଟେଜ ଆଣ୍ଡ କଲଚରର ଗୋଟେ ଟପିକ୍ ପଢା ହେଲା। ଧର ଭକ୍ତି ମୁଭମେଣ୍ଟ ହଉ, ଓଡ଼ିଆ ଲାଙ୍ଗୁଏଜ ଲିଟରେଚର ହଉ, ସୋସିଓ କଲଚରାଲ ଡେଭଲପମେଣ୍ଟ ହଉ, ଓଡ଼ିଶା ଟେମ୍ପଲ ଆର୍କିଟେକ୍ଚର ହଉ, ଯାହା ବି ଏତିକି ପଢା ହେଇଛି। ପ୍ରତ୍ୟେକ ପଢା ତୁମମାନଙ୍କୁ ବାଇ ଲାଙ୍ଗୁଏଜରେ ପଢାଯିବ, ଓଡ଼ିଆ ଆଉ ଇଂଲିଶ। ଗୋଟେ ଲାଇନ୍, ଗୋଟେ ପାରା ଓଡ଼ିଆ, ଗୋଟେ ପାରା ଇଂଲିଶ। ତା ଥ୍ରୁ ଯୋଉମାନେ ଓଡ଼ିଆରେ ବି ଏକ୍ସାମ୍ ଦଉଛ, ତ ବେଷ୍ଟ ରହିବ ତମକୁ ପ୍ରିପାରେସନ କରିବା ପାଇଁ। ତା ସହିତ କ'ଣ ହଉଛି, ଯୋଉ ଟପିକ୍ ତମକୁ ସବୁ ପଢା ହଉଛି ତାକୁ ନେଇକି ଲଙ୍ଗ କୋଶ୍ଚିନ୍ ଏବେଠାରୁ। ଦେଖ, 200 ଲଙ୍ଗ କୋଶ୍ଚିନ୍ ଅଛି। ତୁମେ ଯିବ GS1କୁ ଯିବ, GS1 ଗଲ ତଳକୁ ପଳାଇଛ, ହେରିଟେଜ କଲଚର 2ଟା PDF। ଦେଖ 2ଟା PDF ମାନେ ଧର ମୁଁ ସେକେଣ୍ଡ PDF ଗଲି, ଦେଖ କୋଶ୍ଚିନ୍ ନମ୍ବର 1 ଅଛି ବୋଥ ଓଡ଼ିଆ ଇଂଲିଶ, ପୁରା ବୋଥ। କୋଶ୍ଚିନ୍ ନମ୍ବର 2 ବୋଥ ଓଡ଼ିଆ ଇଂଲିଶ। ତା ଅର୍ଥ ଗୋଟେ ପିଲା
এইଠି ସେ କ୍ଲିଅର ହେଇଗଲା ଯେ ମତେ ମେନ୍ କେମିତି ପଢିବାର ଅଛି, ମତେ ଟପିକ ୱାଇଜ ପଢିବାର ଅଛି, ତାକୁ ନେଇକି ଲଙ୍ଗ କ୍ୱେଶ୍ଚିନ ଏବେଠାରୁ ବନେଇବାର ଅଛି। ତାହେଲେ କ'ଣ ହବ ନା ଆମ ଭିଜନ ଆମ ଗୋଲଟା କ୍ଲିଅର ହେଇଯିବ ଯେ ମତେ ଏଇ ଜିନିଷ କରିବାର ଅଛି, ଏଇ ଟାଇପର ମତେ ଯିବାର ଅଛି। ତାହେଲେ ଆମେ ଏଇଆ କ୍ଲିଅର ହେଲେ ଅପ୍ ଟୁ କୋଉ ପର୍ଯ୍ୟନ୍ତ ନା ତୁମର ନଭେମ୍ବର ପର୍ଯ୍ୟନ୍ତ ଅପସନାଲ ପଢିବାର ଅଛି, ତା ସହିତ GS 1 2 3 4 ଏସେ ନ ପଢିଲେ ଚଢିବ, କମ୍ପଲସରି ପେପର ନ ପଢିଲେ ଚଢିବ, ବଟ୍ ଏଇ ଅନୁଯାୟୀ ତମକୁ ଯିବାର ଅଛି। ଅପସନାଲ ପାଇଁ ସବୁଠାରୁ ବେଷ୍ଟ କହିବି ହୋମ ସାଇନ୍ସ। କାହିଁକି ମୁଁ ହୋମ ସାଇନ୍ସ କହୁଛି, ଯେହେତୁ ବହୁତ ସାରା ପିଲା ଅଛନ୍ତି ଏ ସମୟରେ ଡିସାଇଡ କରିନାହାନ୍ତି କୋଉ ଅପସନାଲ ନେବି। ଆମର ଯୋଉ ହୋମ ସାଇନ୍ସ ବ୍ୟାଚ୍ ଅଛି ଯୋଉଟା 1499, ମୁଁ ସେଥିରେ ଗ୍ୟାରେଣ୍ଟି ଦିଏ ଯୋଉଟା କି 250 ପ୍ଲସ ମାର୍କ ରହିବ। କାରଣ ହୋମ ସାଇନ୍ସ ଗୋଟେ ଏମିତି ଏକ ଟପିକ ସ୍କୋର କରିବା ସହଜ, ଆଉ ଅଳ୍ପ ସମୟ ଭିତରେ, ଆଉ କମ ଟାଇମ ଲାଗିବ ତାକୁ ତମକୁ ପଢିବା ପାଇଁ। ଆଉ ବହୁତ ଜିନିଷ ଦେଖ, 100ରୁ 30% ତମକୁ ମାନେ କିଛି ପଢିକି ଲେଖିବାକୁ ପଡିବ, କିନ୍ତୁ 70% ତମ ମାଇଣ୍ଡକୁ ପଳେଇ ଆସିବ ଯେ ହୋମ ସାଇନ୍ସ ଏମିତି ସହଜ। କେମିତି ତମେ ଟାଇମ ମ୍ୟାନେଜମେଣ୍ଟ କରିବ, କେମିତି ଏନର୍ଜି ମ୍ୟାନେଜମେଣ୍ଟ କରିବ, ହାଉସରେ କେମିତି ଘରକୁ ମ୍ୟାନେଜମେଣ୍ଟ କରିବ, ଛୋଟ ପିଲାଙ୍କୁ କେମିତି କେୟାର ନବ, ଏଭ୍ରିଥିଙ୍ଗ ସେ ଟପିକ ଯୋଉଟାକି ବହୁତ ସହଜ ତମକୁ ପଢିବା ପାଇଁ। ତାହେଲେ ଆମେ ଏଇଠି କ୍ଲିୟର ହେଲେ ଅଗଷ୍ଟ 16ରୁ ଅପ୍ ଟୁ ନଭେମ୍ବର 1 ତାରିଖ ପର୍ଯ୍ୟନ୍ତ ତମକୁ ମେନ୍ ପଢିବାର ଅଛି। କ'ଣ କ'ଣ? GS 1 2 3 4, ତା ସହିତ କିଏ ସେ ନା ଅପସନାଲ ପେପର, ବାସ୍ ଏତିକି, ଆଉ କିଛି ଦରକାର ନାହିଁ। ଏବେ କ'ଣ କରିବା? ନଭେମ୍ବର 1 ତାରିଖ ଠାରୁ ଅପ୍ ଟୁ କୋଉ ପର୍ଯ୍ୟନ୍ତ ନା ଅପ୍ ଟୁ ତୁମର ଏଥର ଏକ୍ସାମ ଏପ୍ରିଲ ମାସରେ ହବ କିମ୍ବା ମେ ମାସରେ ହବ, କିନ୍ତୁ ତୁମେ ଏପ୍ରିଲକୁ ଧରିକି ଚାଲ, କାରଣ ମେ ମାସରେ ହେଲେ ତ ଭଲ କଥା, କିନ୍ତୁ ଏପ୍ରିଲ ମାସ ଧରିକି ଚାଲ। ନଭେମ୍ବର, ଡିସେମ୍ବର, ଜାନୁଆରୀ, ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ, ମେ, ତାହେଲେ ଏଠି କେତେ ମାସ ଆସିଲା? 7 ମନ୍ଥ। ଏ 7 ମନ୍ଥକୁ ତୁମେ କାହା ପାଇଁ ଟାଇମ ଦେବ? ପ୍ରିଲିମ୍ ପାଇଁ। ତ କେମିତି ଦେବ? 4+3, 4+3 ମାନେ ପ୍ରଥମ 4 ମାସେ ଫୁଲ ଡେପ୍ଥ ଲେଭେଲରେ ପ୍ରିଲିମ୍। ଡେପ୍ଥ ଲେଭେଲ ପ୍ରିଲିମ୍ ମାନେ ତୁମର ହିଷ୍ଟ୍ରି, ଜୋଗ୍ରାଫି, ପଲିଟି, ଇକୋନୋମି, NCERT ପ୍ଲସ୍ ଓଡ଼ିଶା ପ୍ଲସ୍ କରେଣ୍ଟ ଆଫେୟାର, ଏଭ୍ରିଥିଙ୍ଗକୁ ଡେପ୍ଥ ଲେଭେଲରେ। କାହିଁକି ନା ତମର ଏଥର ଯୋଉ ଏକ୍ସାମ ହଉଛି କ୍ୱାଲିଟେବୁଲ ଏକ୍ସାମ, ସେଇ ପିଲାଙ୍କ ସହିତ ତମେ କମ୍ପିଟିସନ କରୁଛ ଯୋଉମାନେ ଅଲରେଡି ୱେଲ୍ ଟ୍ୟାଲେଣ୍ଟେଡ ଅଛନ୍ତି। ତାର ତ ନୋ ସର୍ଟକଟ୍, ତ ଆ ପାଇଁ ସ୍ପେଶାଲ ନୋଟ୍ ମୁଁ ବନେଇ ସାରିଛି। ଦ୍ୟାଟ୍ ମିନ୍ସ ଗତଥର ଯୋଉଟା ପଢା ହେଇଥିଲା ତମକୁ ପ୍ରିଲିମ୍ ପାଇଁ, ଯୋଉମାନେ କ୍ଲିୟର କରିଥିଲ, ତାଠାରୁ ହାଇ ଭର୍ସନ ନୋଟ୍ କିଟ୍ ତମକୁ ପ୍ରୋଭାଇଡ କରାଯିବ, ପୁରା ଲାଟେଷ୍ଟ ପ୍ୟାଟର୍ନର। ଆଉ ପ୍ରତ୍ୟେକ ବର୍ଷ ମୁଁ ନୋଟକୁ ଚେଞ୍ଜ କରେ, ଯୋଉଟା କି ବୋଥ ଓଡ଼ିଆ ଆଉ ଇଂଲିଶ ଲାଙ୍ଗୁଏଜରେ ତମକୁ ପ୍ରୋଭାଇଡ କରାଯିବ। ତାର ଅର୍ଥ ହଉଛି ଆମେ ନଭେମ୍ବର 1ରୁ ମେନ୍ ପାଇଁ ପଢିବା। ତ ଯେତେବେଳେ ତୁମର ପ୍ରିଲିମ୍ ଏକ୍ସାମ ହେଇଗଲା କେବେ, ନଭେମ୍ବର ହଉ କିମ୍ବା ସରି ତୁମର ଏପ୍ରିଲ ହଉ କିମ୍ବା ମେ ମାସରେ ପ୍ରିଲିମ୍ ହେଇଗଲା, ଫେରେ ମେନ୍ ଏକ୍ସାମ ହବା ପାଇଁ ତମ ପାଖରେ 4 ମାସ ଟାଇମ ଥିବ। ତାହେଲେ ଏଇଠି ତମେ ପ୍ଲସ୍ ପଏଣ୍ଟରେ କ'ଣ ରହିଲ? ଏପଟେ ପ୍ରିଲିମ୍ କ୍ଲିୟର ହେଲା, ମେନ୍ ପାଇଁ ଅଲରେଡି ନୋଟ୍ ତମର ତିଆରି ହେଇକି ଅଛି, ନୋଟ୍ କ୍ୱେଶ୍ଚିନ୍ ପେପର ତିଆରି ଅଛି, ଏଠି ଖାଲି ରିଭିଜନ କରିବ। ତ ଆନ୍ସର ରାଇଟିଂର ସ୍କିଲରେ ମୋଡିଫିକେସନ କରିବ, ତାହେଲେ ତମେ ଇମ୍ପ୍ରୁଭମେଣ୍ଟ ହବ। ତ ଏଇ ପ୍ଲାନିଂକୁ ଆଉ ଗୋଟେ ପିଲା ମନକୁ, ଇଣ୍ଟରଭ୍ୟୁ ପାଇଁ ବହୁତ ସାରା ପିଲା ଏବେଠୁ ଓରିଡ ହେଇଯାନ୍ତି। ଓରିଡ ହବାର ନାହିଁ, ବର୍ତ୍ତମାନଠୁ ତମକୁ ଏଇ ଜିନିଷ କରିବାର ଅଛି ଯେ ମତେ କେବଳ ପଢିକିରି ସିଲାବସକୁ ସାରିବାର ଅଛି। ଇଏ ହଉଛି ତମର ପ୍ଲାନିଂ। ଆଚ୍ଛା, ଏବେ ମୁଁ ତୁମମାନଙ୍କ ସହିତ ଟିକେ ସିଲାବସ ଡିସ୍କସନ କରୁଛି। ଯୋଉମାନେ ଜଏନ୍ କରୁଛ ଆଦିତ୍ୟ ଏକାଡେମୀ ଆପ୍ଲିକେସନରେ, ସେଇ ଫାଇଲକୁ ଯିବ, ସେଇ ଫାଇଲରେ ମଧ୍ୟ ତୁମମାନଙ୍କୁ ମୁଁ ସିଲାବସ ଦେଇଛି, ଓପନ କରିବ। ଦେଖ, ଇଏ ହଉଛି ତମର ହଉଛି ପେପର 1, ଯୋଉଟା କି ମେନ୍ ର ସିଲାବସ କଥା ମୁଁ କହୁଛି, ଯୋଉଟା କି ଜେନେରାଲ ଷ୍ଟଡି 1, ହିଷ୍ଟ୍ରି। ଦେଖ, ପ୍ରିଲିମ୍ କଥା ମୁଁ ଏଇଠି କହିଦଉଛି, ପ୍ରିଲିମ୍ ରେ ସିଲାବସ କାହିଁକି ମୁଁ ତୁମକୁ ଡିସ୍କସନ କଲିନି। ପ୍ରିଲିମ୍ ରେ ଦେଖ ଯାହା ଲେଖା ଯାଇଛି, କ୍ୱେଶ୍ଚିନ୍ ତା ଭିତରେ ଆସେନା, ପୁରା ଭାଷ୍ଟ ଏରିଆ। GS ପେପର 1 ହଉଛି ତମର କ'ଣ ନା, GS ପେପର 1 ହଉଛି ହିଷ୍ଟ୍ରି, ଜୋଗ୍ରାଫି, ପଲିଟି, ଇକୋନୋମି, କରେଣ୍ଟ ଆଫେୟାର ପ୍ଲସ୍ ଏନଭାରନମେଣ୍ଟ ପ୍ଲସ୍ ଓଡ଼ିଶାକୁ ନେଇକି ଆସିବ। ସେଥିରେ ମେନସନ ନାହିଁ ଯେ, ମୁଁ ଦେଖେଇଦେବି ତମକୁ ଯେ କ'ଣ କ'ଣ ରହୁଛି। ଆଉ ସେଇଭଳି GS ପେପର 2ରେ କ'ଣ ରହୁଛି? ମ୍ୟାଥ, ରିଜନିଂ, ଇଂଲିଶ, ଏଇଟା ତମର କ୍ୱାଲିଫାଇଂ ପେପର। ତ ଏଥିରେ ତମକୁ କେବଳ 33% ରଖିଲେ କ୍ୱାଲିଫାଇ ହବ। ଯେମିତିକି ଫୁଲ ମାର୍କ ହଉଛି 200, 200ରୁ 66 ପ୍ଲସ୍ ରଖିଲେ ତମେ କ୍ୱାଲିଫାଇ। GS ପେପର 2ଟା ଯୋଉଟା କି କାଉଣ୍ଟ ହୁଏ ନାହିଁ। ତ ପେପର 1ରେ ଯେତିକି ସ୍କୋର କରିବ ସେଇ ହିସାବରେ ମେନ୍କୁ ଆସିବ। ମେନ୍ରେ ଠିକ୍ ସେଇଭଳି କ'ଣ କ'ଣ ରହିଲା ସିଲାବସ ଦେଖ। ମେନ୍ରେ ରହିଲା ପେପର 1, ଜେନେରାଲ ଷ୍ଟଡି ପେପର 1। ପେପର 1ରେ କ'ଣ କ'ଣ ଆସୁଛି? ହେରିଟେଜ କଲଚର, ଓଡ଼ିଶାର ହିଷ୍ଟ୍ରି ଆସୁଛି, ଜୋଗ୍ରାଫି ଆସୁଛି, ୱାର୍ଲଡ ଆଣ୍ଡ ସୋସାଇଟି ବିଷୟରେ ଆସୁଛି। ତ ଇଏ ହଉଛି ପେପର 1, ଯୋଉଟା କି ଡିପଲି ମଧ୍ୟ ତମକୁ ଏଠି କୁହାଯାଇଛି ଯେ କ'ଣ କ'ଣ ଆସିବ ବୋଲି। ସେଇଭଳି ପେପର 2ରେ କ'ଣ ଅଛି ନା, ଗଭର୍ନାନ୍ସ,
कन्स्टिट्यूशन पॉलिटी सोशल जस्टिस इंटरस्टेट रिलेशन से पेपर 3 रे कौन अच्छी टेक्नोलॉजी एनवायरनमेंट बायोडाइवर्सिटी सिक्योरिटी डिजास्टर मैनेजमेंट पेपर 4 रे कौन अच्छी एथिक्स एंड इंटीग्रिटी एप्टीट्यूड अच्छी जोटा कि गोटे पेपर 4 अच्छी तो ये हूँ मेन रो सिलेबस तुम सर मेन रो सिलेबस को केमती सारिबा देख मेन पई कोनोसी बही नै सेमती देखिया गले तमर हेरिटेज कल्चर गोटे बही हिस्ट्री गोटे बही एमती बही कलेक्शन करी करी तुम बोरिंग हो जिवो तुम जानि परिबन जे केमती पढिबी किंतु क्लास 3 रे गले तुमको आहुरी सहज हो जिवो समस्त जिंस को सहज रे पढिया पर ओके आमे देखिबा कोडा कहलो तुमनकर प्रिलिम सिलेबस टा गोटे प्रिलिम सिलेबस टा ए बैच अछि ମୁଁ ତୁମକୁ ପ୍ରିଲିମ ଟା ସେ ବ୍ୟାଚରେ ଅପଲୋଡ କରିଦେବି ଦେଖ ସିଲାବସ ମେନ୍ ର ସିଲାବସ ଅଛି ଠିକ ଅଛି ସିଲାବସ ଆସିଗଲା ଦେଖ ପେପର 1 ରେ ତମକୁ କିଛି ଖାଲି ଲେଖି ଦେଇଛି ଯେ କଣ ଆସିବ ତମକୁ ଏକ୍ସପ୍ଲାନେସନ ଦେଇନି ଯେ କଣ ପେପର 1 ର ପ୍ରିଲିମ ଏକ୍ସାମ ପାଇଁ ତୁମର କରେଣ୍ଟ ଇଭେଣ୍ଟ ହଉ ହିଷ୍ଟ୍ରି ଅଫ ଇଣ୍ଡିଆ ହଉ ନ୍ୟାସନାଲ ମୁଭମେଣ୍ଟ ଓଡ଼ିଶାର ଯୋଉ ମାନେ ମୁଭମେଣ୍ଟ ରହୁଛି ତୋର ଓଡ଼ିଶା ଆଉ ଇଣ୍ଡିଆର ଜୋଗ୍ରାଫି ରହୁଛି ପଲିଟି ରହୁଛି ଇକୋନୋମି ରହୁଛି ଜେନେରାଲ ଇସ୍ୟୁ ରହୁଛି ଜେନେରାଲ ସାଇନ୍ସ ରହୁଛି ଏଇଟା ତୁମର ପେପର 1 ର ମାନେ ପ୍ରିଲିମ ରହୁଛି ଆଉ ଏଇଗୁଟାକ ହିଁ ସିଲେକ୍ସନ ହୁଏ ମେନ୍ କୁ ଯିବା ପାଇଁ ପେପର 2 ରେ ଦେଖ ଯେମିତି କମ୍ପ୍ରେସନ ରହୁଛି ତୁମର ମ୍ୟାଥ ବେସିକ ମାନେ ମ୍ୟାଥ ର ସ୍କିଲ ରହୁଛି ଯେମିତି 10th କ୍ଲାସ ର ଡାଟା ଇଣ୍ଟରପ୍ରିଟେସନ ରହୁଛି ତ ଏଇ ଯୋଉ ଟପିକ ଟା ରହୁଛି ମ୍ୟାଥ ରିଜନିଂ ଆଉ ରହିଲା କି ନା ଇଂଲିଶ କୁ ନେଇକି ତ ଏଟାରେ 200 ମାର୍କ କିନ୍ତୁ ଏଟା କେବଳ କ୍ୱାଲିଫାଇଂ ପେପର ଆଉ ଅଦରୱାଇଜ ଏଥିରେ କିଛି ନାହିଁ ଯୋଉଟା କି ତମର ଏଠି ରହିଲା କୋଉଥିରେ କେତେ ପେପର ରହୁଛି ମାନେ ମେନ୍ ରେ ଓଡିଆ କମ୍ପଲସରୀରେ 250 ଇଂଲିଶ କମ୍ପଲସରୀରେ 250 ଯୋଉଟା କି ହିସାବ ହୁଏ ନା ଆଉ ଇଏ ରହିଲା ଜିଏସ୍ ପ୍ରତ୍ୟେକ ଜିଏସ୍ ପେପର ହଉଛି 250 250 ଆଉ ଇଣ୍ଟରଭ୍ୟୁ ମଧ୍ୟ 250 ମାନେ 250 ସବୁତକ ରହୁଛି ଟୋଟାଲ ତୁମମାନଙ୍କର 2000 ମାର୍କ ରହୁଛି ଆଉ ଓକେ ତ ତୁମକୁ ଏଇ ଫର୍ମାଟରେ ହିଁ ନିଆଯାଉଛି ଆଉ ତୁମମାନଙ୍କୁ ଯୋଉ ହୋମ ସାଇନ୍ସ କଥା କହିଲି ତା ବି ବ୍ୟାଚ୍ ଷ୍ଟାର୍ଟ ହେଇଛି ପୁରା ସେଇ ଫର୍ମାଟରେ ବୋଥ ଓଡିଆ ଆଉ ଇଂଲିଶ ମିଡିୟମରେ ତୁମମାନଙ୍କୁ ପ୍ରୋଭାଇଡ କରାଯାଉ ଅଛି ଆଚ୍ଛା ତାହେଲେ ଆମେ ଏଇଠି କ୍ଲିୟର ହେଲେ କଣ ନା ଆମକୁ କଣ କରିବାର ଅଛି ବର୍ତ୍ତମାନ ଅପ୍ ଟୁ ନଭେମ୍ବର ମାସ 1 ତାରିଖ ପର୍ଯ୍ୟନ୍ତ ଆମକୁ ମେନ୍ ପଢିବାର ଅଛି ତାପରେ ଆମେ ପ୍ରିଲିମ୍ ପଢିବା ମାନେ ମାନେ ଇମ୍ପୋର୍ଟାଣ୍ଟ ଟପିକ ଯେମିତି ହିଷ୍ଟ୍ରି ଜିଓଗ୍ରାଫି ପଲିଟି ଇକୋନୋମି ତା ସହିତ ଏନସିଆରଟି ତା ସହିତ କରେଣ୍ଟ ଆଫେୟାର କିନ୍ତୁ ତୁମେ ଚାହିଁଲେ ଏବେଠାରୁ ମଧ୍ୟ କରେଣ୍ଟ ଆଫେୟାର କୁ ଫୋକସ କରିପାରିବ କରେଣ୍ଟ ଆଫେୟାର କୋଉ ମାସରୁ ପଢିବ ଜୁଲାଇ ମାସରୁ ଷ୍ଟାର୍ଟ କରିଦିଅ ଜୁଲାଇ ମାସରୁ କରେଣ୍ଟ ଆଫେୟାର ପଢିବା ଷ୍ଟାର୍ଟ କରିଦିଅ ତ ଏଇ ଫର୍ମାଟରେ ଚାଲ ଆରାମସେ ତମ ଗୋଲରେ ପହଞ୍ଚିବ ଯାହା ବି କିଛି ଡାଉଟ୍ ଅଛି ମୋ ସହିତ କଥା ହେଇପାରିବ 9937953590 ଆଉ ମନେ ରଖ ଗୋଟେ ହଉଛି ପ୍ରପର ପ୍ଲାନିଂ ହଉଛି ଲାଇଫରେ ନିଜ ଗୋଲରେ ପହଞ୍ଚିବା ପାଇଁ ଦ ବେଷ୍ଟ ୱେ କାହିଁକି ଆମ କତିରେ ଯଦି ସେଇ ହିସାବରେ ପ୍ଲାନିଂ ନ ରହିବ ଆମେ ସେ ଜାଗାରେ ପହଞ୍ଚି ପାରିବାନି ଆଉ ଗୋଟେ ଜିନିଷ ମନେ ରଖ ଓପିଏସସି ର ଏକ୍ସାମ ଏମିତି ଏକ ବହୁତ ସାରା ପିଲା କହନ୍ତି ସାର୍ ୟୁଟ୍ୟୁବରେ କାହିଁ କ୍ଲାସ କରୁନାହାନ୍ତି ବହୁତ କନଫ୍ୟୁଜିଂ ସିଲାବସ ୟୁଟ୍ୟୁବରେ କ୍ଲାସ କଲେ ତୁମେ ଓଟୋରେ ପାଇବନି କୋଉ ଟପିକ ସହିତ କଣ ହଉଛି କିନ୍ତୁ କ୍ଲାସ ଥ୍ରୁରେ ଗଲେ କଣ ହବ ନା କନସେପ୍ଚୁଆଲି କ୍ଲିୟର ହଉଛି ଏଇ ଜିନିଷ ଏଥିରେ ଆସୁଛି ଏଇ ଜିନିଷ ଏୟା ରହୁଛି ଯୋଉଟା କି ଆରାମସେ ତୁମମାନଙ୍କ ସହିତ ଅଣ୍ଡରଷ୍ଟାଣ୍ଡିଂଟା ଆସିଯିବ ନା ଏଇ ସବୁ ଜିନିଷ ଏଇଭଳି ତ ଯଦି ଚ୍ୟାନେଲ ନୂଆ ଅଛି ଡେଫିନେଟଲି ଚ୍ୟାନେଲକୁ ସବସ୍କ୍ରାଇବ କରିବ କେମିତି କିଛି ଏନି ଡାଉଟ୍ ଅଛି ମୋତେ ଡାଇରେକ୍ଟ କଲ୍ କରିପାରିବ ତ ଥ୍ୟାଙ୍କ ୟୁ ଷ୍ଟୁଡେଣ୍ଟ ଜୟ ଜଗନ୍ନାଥ